ॐ तत्सवितुर्वरं रूपं ज्योतिः परस्य धीमहि यन्नः सत्येन दीपयेत् सत्येन दीपयेत्। ॐ तत्सवितुर्वरं रूपं ज्योतिः परस्य धीमहि यन्नः सत्येन दीपयेत् सत्येन दीपयेत्। ଆମେ ଗତ ଥରକ ଯୋଉ ବିଷୟରେ ଆଲୋଚନା କରିଥିଲେ ମାଙ୍କ ଜୀବନୀ ସମ୍ପର୍କରେ ମୁଁ ଟିକେ ଖାଲି ପଛ କଥା କହିଦଉଛି ଯେ ଆମେ ଆସିଥିଲେ 1914 ମାର୍ଚ୍ଚ 29 ତାରିଖରେ ମାଙ୍କର ସାକ୍ଷାତ ହେଇଥିଲା ଶ୍ରୀଅରବିନ୍ଦଙ୍କ ସହିତ। ଆଉ ସେ ସାକ୍ଷାତ ଆଲୋଚନା ସାକ୍ଷାତ ପରେ ମାଙ୍କର ଯୋଉ ତା ପରଦିନ ମାଙ୍କର ଯୋଉ ବାଣୀ, ସେ ବାଣୀଟି ମୁଁ ଆଉ ଥରେ ମନେ ପକେଇ ଦଉଛି ଯେ ସମଗ୍ର ବିଶ୍ୱ ଯଦି ଅନ୍ଧକାର ଭିତରେ ଡୁବି ରହିଥାଏ ତେବେ ବି କିଛି ଚିନ୍ତା ନାହିଁ, କାରଣ ଆମେ ଯାହାକୁ କାଲି ଦେଖିଲୁ ସେ ପୃଥିବୀରେ ଉପସ୍ଥିତ ଏବଂ ତାଙ୍କର ଉପସ୍ଥିତି ହିଁ ଯଥେଷ୍ଟ ସୂଚନା ଦଉଛି ଦିନେ ଅନ୍ଧକାର ରୂପାନ୍ତରିତ ହେଇଯିବ ଆଲୋକରେ। ଏହିପରି ଗୋଟେ ମା ନିଜର ପ୍ରାର୍ଥନା ଲେଖିଥିଲେ। ତାପରେ ଶ୍ରୀଅରବିନ୍ଦଙ୍କ ସହିତ ବିଭିନ୍ନ ପ୍ରକାର ଆଲୋଚନା ଆଉ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ଆଉ ସାଧନା ସମ୍ପର୍କରେ କଥାବାର୍ତ୍ତା ଗୋଟେ ବର୍ଷ ଧରିକିରି ଚାଲିଥିଲା। 1915 ମସିହା ଫେବୃଆରୀ 22 ତାରିଖରେ ସେ ଯାଇଥିଲେ। 21 ତାରିଖରେ ମାଙ୍କର ଜନ୍ମଦିନ ପାଳନ ହେଇଥିଲା ଆଶ୍ରମରେ। ଆଚ୍ଛା, ଯାଇଥିଲେ କୁଆଡେ? ଫ୍ରାନ୍ସ ଯାଇଥିଲେ, ଫ୍ରାନ୍ସକୁ ଫେରି ଯାଇଥିଲେ। ଆଚ୍ଛା, ଫ୍ରାନ୍ସରେ ସେଇଠି ପୁଣି ଗୋଟେ ବର୍ଷ ରହିଲେ। ରହିସାରିବା ପରେ ଫ୍ରାନ୍ସରେ ପୁଣି ପଲ୍ ରିଚାର୍ଡଙ୍କ ସହିତ ଆଉ ଜାପାନ ଯିବାର ବନ୍ଦୋବସ୍ତ ସବୁ ହେଲା। ଯେତେବେଳେ ହେଲା ମା ମନେ ମନେ ଭାରି ଖୁସି ହଉଥିଲେ ଯେ ଜାପାନ ଦେଖିବେ, ଜାପାନ ବୁଲିବେ ଆଉ ଜାପାନ ସମ୍ପର୍କରେ କିଛି ଜାଣିବେ। ଏମିତି ହଉ ହଉ 1916 ମାର୍ଚ୍ଚ 13 ତାରିଖରେ ମା କଣ କଲେ ନା ପଲ୍ ରିଚାର୍ଡଙ୍କ ସହିତ ଗଲେ। କୋଉଠିକି ନା ଜାପାନ ଯାତ୍ରା କଲେ। ତମେ ଜାଣିଛ ସେତେବେଳେ ଯିବା ପାଇଁ, ଗୋଟେ ଦୂର ଜାଗାକୁ ଯିବା ପାଇଁ ଉଡାଜାହାଜର ବ୍ୟବସ୍ଥା ନଥିଲା, ତେଣୁ ବୁଡାଜାହାଜରେ ସେ ଯାଇଥିଲେ। ତେଣୁ ସମୟ ଲାଗେ, ଉଡାଜାହାଜରେ ଗଲେ ସମୟ ଲାଗେ। ସେଇଠି ସେ ଯାଇକିରି ପହଞ୍ଚିଲା ବେଳକୁ ଜୁନ ହେଇଗଲା। ମାର୍ଚ୍ଚରୁ ସେ ବାହାରିଲେ, ଏପ୍ରିଲ ମେ ଜୁନରେ ଯାଇକିରି ପହଞ୍ଚିଲେ ଜାପାନରେ। ଜାପାନରେ ପହଞ୍ଚିକିରି ସେ ଯାହା ଦେଖିଲେ ବହୁତ ଖୁସି ହେଇଗଲେ। ତେଣୁ ଏତେ ସୁନ୍ଦର ସେ ଜାଗା, ଏତେ ପରିବେଶ, ଏତେ ସୁନ୍ଦର ଗଛ ଲତା, ପାହାଡ ପର୍ବତ ଆଉ ସୁନ୍ଦର, ତମେ ସବୁବେଳେ ଫୁଲ ଫଳରେ ଭର୍ତ୍ତି ସେ ଜାଗା ଦେଖି ବହୁତ ଖୁସି ହେଇଯାଇଥିଲେ। ଏବଂ ସେଇଠି ସେ 1920 ପର୍ଯ୍ୟନ୍ତ ରହିଥିଲେ। ଅର୍ଥାତ୍ ମା 1916ରୁ 1920 ପର୍ଯ୍ୟନ୍ତ ଜାପାନରେ ଥିଲେ। 4 ବର୍ଷ ସେଠି ରହିଲେ। 4 ବର୍ଷ ରହଣି କାଳ ଭିତରେ ତାଙ୍କର ବିଭିନ୍ନ ପ୍ରକାର ଅନୁଭୂତି ସବୁ ହେଇଛି। କାହିଁକି ନା ସେ ଯାହା ଚାହୁଁଥିଲେ ସବୁ ବିଭିନ୍ନ କ୍ଷେତ୍ରରୁ ସେ ତା ପାଇଯାଇଛନ୍ତି। ଜାପାନର ଯୋଉ ଟୋକିଓ ସହର, ଏଟା ପୃଥିବୀର ସବୁଠୁ ବଡ ସହର, ବଡ ନଗର ପୃଥିବୀର। ତେଣୁ ସେଠି କଣ କଲେ ନା ସେ ଟୋକିଓରେ ସେ ରହିଲେ ଏବଂ ରହିଲେ ଯେ 1 ବର୍ଷ ପର୍ଯ୍ୟନ୍ତ ବି ସେଠି ରହିଲେ। ଦେଖ କେମିତି, ପଣ୍ଡିଚେରୀରୁ ଆସିଲେ 1 ବର୍ଷ ରହିଲେ,
फ्रांस रे पुणी सेठू आसिले टोकियो रे रहिले गोटे वर्ष जो टोकियो रे रहिले आउ टोकियो रु गोटे वर्ष रहिबा परे आउ गोटे सहर ता नाटा कौन मन पड़नी ठीक रे कोएटो बोधे कोएटो कोएटो बोलिक गोटे सहर अच्छी जापान नो सेठी चली गले सेठी भी से तापरे सबु जांक समय सेठी रही 3 वर्ष धरिक 1917 रु 1920 पर्यंत सेठी से रहिले कोएटो रे किंतु टोकियो रे गोटे वर्ष रही जापान ने जो चलनी सब तांकर जीवा आसीबा खाइबा पीवा पोशाक परिच्छेद आ जीवन रो श्रृंखला आत्मसर्ग एगुड़ा सब माँ को बहुत भल लगी क्या कठोर नियम से पालन करते जीवन में बचापी मनकर स्कूल आरंभ 10टा 11टारे से यथेष्ट पूर्व 11टा पूर्व जाकर पहुंचे कठोर नियम टिके एपट सेपट हेनी आमर सेमती हुए ना प्राय आउ जीवन तांकर श्रृंखला श्रृंखला को सब बहुत अग्राधिकार दियंती श्रृंखलित सब रही कम जो कम से हाथ को नियंती पूरा निज को भूली जाती पूरा भूली जाकि से कम करती से माँ कहते गोटे आत्मोत्सर्गर आत्मभूमि से जगह अच्छे जहाँफल सब जिन बहुत भल भाव माँ जापान उपरे किसी धारणा नथिला कहीं से जापान तो जाई नथिला आगुरी किसी धारणा नथिला आ जेतेबेले जाई पहुंचले जो चित्रकला देखिले आ धीरे से जानी पारे जे प्रकृति में आंकर परंपरा कौन से जो चित्रकला देखिले जो चित्रकला कहले कौन कहलो से विभिन्न जगह को गला बेलू कंठरे चित्रकला होइथो चित्र करा होइथो बाउंडरी मानक चित्र कराई अच्छा से जो चित्र गुड़ाक ये साधारण चित्र नुहे एवं गोटे उच्चतर सत्तारू से चित्र गुड़िक यही कथा जना पड़ा मूर्ति गुड़ाक भी सेमती विभिन्न जगह मूर्ति तैयारी होता है से मूर्तिर प्रतिबिंब जहाँ से मूर्ति टी देखती से देखती ये साधारणतः एमती गोटे मन स्तर नुहे एमती मन स्तर नुहे बोलिक से जानी पारती तेणु तांको बहुत भल लगिला तांकर जो चित्रकला तांकर मूर्ति तांकर विभिन्न परिवेश बहुत भल लगिला मां को आ गोटे कथा मां को एटा होची स्वधर्म मां निजे भी सेया तांको जिंस पत्र ठीक स्थान रे सजारी कि रखती मांकर जिंस पत्र जे जोठी रहिबा कथा सेठी रखती आमे सब कोन करंती आमे जो जिनस जो रखा कथा से रखती सका जो स्कूल आसवा रुटीन सजाड़ा से मैथमेटिक्स बही कौट अच्छी खोपड़ा कचड़ा कर कहीं कुआड़े पकई दी आम जान ड्रेस पटा कुआड़े पड़ी थो जना ना किंतु से सब जिनस जापान ने बेस व्यवस्थित होकर थाए पिला मानक ठारू आरंभ करी बड़ मानक पर्यंत बड़ माने जेहेतु सजाड़ी रखती पिला माने भी सजाड़ी रखती आउ जेमती चित्रकला मूर्ति सेमती तांकर नृत्यर परंपरा खूब उच्च स्तरीय थिला जेमती चित्रकला उच्च स्तरीय जेमती मूर्ति गुड़िक उच्च स्तरीय सेमती सेठाकार नृत्य परंपरा मध्य खूब उच्च स्तरीय आमर तुम देख आम साधारणतः नाचु एवं शास्त्रीय नाच गुड़िक आ भितर पार्थक्य आसो जो माने गीत बोलती साधारणतः जो जाता सब गीत बोली दबा रास्ता घाट रे बोलती सब आ विभिन्न स्थान रे बोली दियंती ऑर्केस्ट्रा पार्टी रे बोलती से गीत एवं जो माने गीत बोली 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 अभ्यस्त हो जाती उनकर लता मंगेशकर हेले जो जी के आज पर्यंत कोकिल बोली कह जाए भारत कोकिल बोली कह जाए आज पर्यंत से संगीत साधना करुचंती से कहले
ସେମାନେ କହିବେ ଯେ ସାଧନା ଗୋଟେ ସଙ୍ଗୀତ ଗୋଟେ ସାଧନା। ଯେତେ ଯୋଉ ଉଚ୍ଚ ସ୍ତରରୁ ସଙ୍ଗୀତକୁ ଆଣନ୍ତି ତାଙ୍କ ଭିତର ଦେଇ ସେଇଟା ପ୍ରକାଶ ହୁଏ। ଯେତେବେଳେ ପ୍ୟାଥେଟିକ ଗୀତ ବୋଲନ୍ତି ଆଖିରେ ଲୁହ ଆସିଯାଏ, ଯେତେବେଳେ ଖୁସିର ଗୀତ ବୋଲନ୍ତି ସେତେବେଳେ ଖୁସିରେ ମଣିଷ ଝୁମି ଉଠେ। ଏସବୁ କଥା ଅଛି, କାହିଁକିନା ସଙ୍ଗୀତ ଭିତରେ ଏସବୁ ମାଧୁର୍ଯ୍ୟ ଅଛି ଯୋଉଟା ଉଚ୍ଚତର ସ୍ତରରୁ ଆସିପାରେ। ସେଇ ଜିନିଷ ଗୁଡାକ ସେ ଜାଗାରେ ଥିଲା। ନୃତ୍ୟ ପରମ୍ପରା ମଧ୍ୟ ଠିକ ସେମିତିଆ ଥିଲା। ତାପରେ ସେଠାକାର ନିର୍ଦ୍ଦିଷ୍ଟ ଗୋଟେ ଋତୁ ଥିଲା ଯୋଉଥିରେ ଗଛର ପତ୍ର ଗୁଡା ସବୁ ଲାଲ ହେଇଯାଏ। ଗଛର ପତ୍ର ଗୁଡାକ ସବୁ ଲାଲ ହେଇଯାଏ। ସେ ଋତୁଟା କଣ କହିନାହାନ୍ତି ବା ମୋର ମନେ ନାହିଁ, ମୁଁ ଠିକରେ କହିପାରିବିନି। ସେ ନିର୍ଦ୍ଦିଷ୍ଟ ଋତୁରେ ସେ ଗଛର ପତ୍ର ଗୁଡା ସବୁ ଲାଲ ହେଇଯାଏ। ସେ ଗଛ ନାଁ ହଉଛି ମାପଲ। ମାପଲ ଗଛର ପତ୍ର ଗୁଡାକ ସବୁ ଲାଲ ହେଇଯାଏ। ସେ କଣ ହୁଏ ନା ସବୁ ତାଙ୍କର ସବୁ ଯୋଉ ଆଧ୍ୟାତ୍ମିକ ଦେବଭୂମି ସବୁ ରହିଛି ସବୁ ସେଗୁଡାକ ପାହାଡ ଉପରେ କୋଉଠି ଗୋଟେ ଉଚ୍ଚ ଜାଗାରେ ଏମିତିଆ ସବୁ ରହିଛି। ଏବଂ ସେଠିକି ଯିବା ପାଇଁ ଯେତିକ ସବୁ ମାପଲ ଗଛର ଭର୍ତ୍ତି। ସେ ସମୟରେ ପୁରା ଚାରିଆଡ ଲାଲ ଦେଖାଯାଉଥାଏ। ଭାରି ସୁନ୍ଦର ଲାଗେ ସେ ଜାଗା। ତାଙ୍କର ଏସବୁ ତାଙ୍କ ଅନୁଭୂତି ଭିତରେ ଆସିଲା। ଏସବୁ ଧାରଣା କଲେ ଯେ ପ୍ରକୃତିରେ ଆଉ ଜାପାନର ଚଳନି, ଜାପାନ ପ୍ରକୃତିରେ କଣ। ଆଉ ଗୋଟେ କଥା ହେଇଛି, ସେ ଋତୁର ନାଁ ବି ସେତେବେଳେ କହିଛନ୍ତି ବସନ୍ତ ଋତୁ। ସେ ବସନ୍ତ ଋତୁରେ ଚେରି ଫୁଲ ସବୁ ଫୁଟେ। ଚେରି ଫୁଲ ଫୁଟେ। ଆମେ ଏଠି ଯୋଉ ଚେରି ବ୍ୟବହାର କରୁଛୁ ଏଇଟା ହଉଛି ଚେରି ଫଳ, କିନ୍ତୁ ସେଠି ଚେରି ଫୁଲ। ସେ ଗଛରେ ଫୁଲ କେବଳ ଫୁଟେ, ଫଳ ନଥାଏ। ସେ ଯୋଉ ଫୁଲ ଧଳା ରଙ୍ଗର ହେଇଥାଏ ଆଉ ଗୋଲାପୀ ରଙ୍ଗର ମଧ୍ୟ ହେଇଥାଏ ଚେରି ଫୁଲ। ସେ ଚେରି ଫୁଲ ସେ ଜାଗାରେ ବହୁତ ସୁନ୍ଦର ଭାବରେ ଫୁଟେ। ଚାରିଆଡେ ବସନ୍ତ ଋତୁରେ ଚାରିଆଡେ ସବୁ ଜାଗାରେ ଚେରି ଫୁଲ ଭର୍ତ୍ତି ହେଇଯାଏ। ଭାରି ସୁନ୍ଦର ଲାଗେ। ଗୋଲାପୀ ଗୋଲାପୀ, ଧଳା ଧଳା, ସବୁ ସୁନ୍ଦର ସୁନ୍ଦର। ସବୁବେଳେ ତ ଗଛ ଫୁଲ ଫଳରେ ଭର୍ତ୍ତି। ଆଉ ସେଇ ସମୟରେ ସେଠାକାର ପରିବେଶ ପୁରା ମନୋମୁଗ୍ଧକର। ଏବଂ ଚାରିଆଡେ ସମସ୍ତେ ବେଶ ଖୁସିରେ ବିଚରଣ କରୁଥାନ୍ତି, ବୁଲୁଥାନ୍ତି। ଆଉ ସେ ଗଛ ଗୁଡିକର ଯୋଉ ସୌନ୍ଦର୍ଯ୍ୟ ଉପଭୋଗ କରୁଥାନ୍ତି। ଏମିତିକି ବେଳେ ବେଳେ ସେ କହୁଛନ୍ତି ଯେ ଅନ୍ୟ କଣ୍ଟ୍ରିର ଲୋକମାନେ ସେ ସବୁ ପଳେଇ ଆସନ୍ତି ସେତିକି ବେଳେ ଜାପାନକୁ ସେ ସୌନ୍ଦର୍ଯ୍ୟ ଉପଭୋଗ କରିବା ସକାଶେ। ଆଉ ସେଠିକାର ଯୋଉ ପିଲାମାନେ ଅଛନ୍ତି, ଜାପାନର ଯୋଉ ପିଲାମାନେ ଅଛନ୍ତି, ସେ ପିଲାମାନଙ୍କୁ ପରିରାଇଜର ଗପ ସବୁ କୁହାଯାଏ। ପରିରାଇଜର ଗପ ଆମେ ସବୁ ତ ଶୁଣିଛୁ ଖାଲି ପରିରାଇଜ, କିନ୍ତୁ ସେ ଗପ ସବୁ ଶୁଣିନୁ। କାରଣ ସେ ଗପ ଶୁଣିବାକୁ ଆମକୁ ସମୟ ଦିଆଯାଇନି ଏବଂ ଆମକୁ ସେ ଗପ କୁହା ବି ଯାଇନି। ଗପ ବହି ପଢିଲେ ବି ଆମକୁ ଆଲାଉ କରନ୍ତିନି। ସେ ପରିରାଇଜର ଗପ ସବୁ ଆଶ୍ଚର୍ଯ୍ୟଜନକ କଥା ଯେ ହଠାତ୍ ଜଣଙ୍କର ଦେହ ଅସୁସ୍ଥ ରହିଲା, ଗୋଟେ ପରିରାଇଜରୁ ଜଣେ ପରି ଆସିଲା, ଆସିକିରି ସେଠୁ ଆଉ କଣ ତାକୁ ମନ୍ତ୍ର କଲା, ସେ ପିଲାଟି ଭଲ ହେଇଗଲା। ଆକସ୍ମିକ ଆଶ୍ଚର୍ଯ୍ୟଜନକ କଥା ସବୁ ପିଲାମାନଙ୍କୁ କୁହାଯାଏ। ପରିମାନଙ୍କ କାହାଣୀ ମାଧ୍ୟମରେ ଆଶ୍ଚର୍ଯ୍ୟଜନକ କଥା ସବୁ କୁହାଯାଏ। ପରିରାଇଜର କାହାଣୀ ବୋଲିକି ତାକୁ କହନ୍ତି, ପିଲାମାନଙ୍କୁ କୁହାଯାଏ। ଏବଂ ପିଲାମାନଙ୍କୁ ସବୁବେଳେ ଶୃଙ୍ଖଳିତ ଆଚରଣ ଆଉ କରିବା ପାଇଁ ମଧ୍ୟ କୁହାଯାଇଥାଏ। ଆଉ ମାଳି ଯୋଉମାନେ ଅଛନ୍ତି ଜାପାନରେ, ଗଛ ବୃକ୍ଷର ଦାୟିତ୍ୱରେ ସବୁ ରହିଛନ୍ତି, ସେମାନେ ଗଛ ବୃକ୍ଷ କରି ଜାଣିଛନ୍ତି ଏବଂ ଗଛକୁ କାଟିକିରି ତାର ଗଣ୍ଡିରେ ସବୁ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରନ୍ତି। ଗଛକୁ କାଟିକି ଗଛର ଗଣ୍ଡିରେ ବିଭିନ୍ନ ପ୍ରକାର ଆଉ ବେଶ ସୁନ୍ଦର ସୁନ୍ଦର ମୂର୍ତ୍ତି ସବୁ ତିଆରି କରନ୍ତି। ଏବଂ ଗଛର ପତ୍ରକୁ କାଟିକିରି, ଆମର ଏଠି ବେଳେ ବେଳେ ହଉଛି ବିଭିନ୍ନ ଜାଗାରେ ତମେ ଦେଖିବ, ପତ୍ରକୁ କାଟିକିରି ଗୋଟେ ଗୋଲ ଭଳିଆ କରିଦେଇଥିବେ, ବିଭିନ୍ନ ସାଇଜର କରିଦେଇଥିବେ ସେ ଗଛକୁ। ଏଭଳିଆ ସବୁ କରାଯାଏ। ସେଠି ସେମାନେ ମଧ୍ୟ ସେଇ କଥା କରନ୍ତି। ମା ଯେତେବେଳେ ଟୋକିଓରେ ଥିଲେ, ତାଙ୍କର ଗୋଟେ ବଗିଚା ଥିଲା। ସେ ନିଜେ ବଗିଚା ଗୋଟେ କରିଥିଲେ ଯୋଉ ଜାଗାରେ ସେ ରହୁଥିଲେ। ସେ ବଗିଚାରେ ଫୁଲ କିଛି ଥାଏ, ଫଳ ମଧ୍ୟ କିଛି ଥାଏ।
जो फल गुड़िक थाए से सबुदिने कौन करती ना जाकि जत्न नियंती ताकू लगाती ता देहरे पानी दियंती विभिन्न प्रकार तार दायित्व जमती नबा कथा सेमती भारी जत्न रे बढ़ई थांती जिते माँ दरकार पड़े परिबा आनिबा को जाती से परिबा माने कई कहते से परिबा माने मते नियो ना मते आज नियो ना मते काली नब आउ कई कहते जे मते नियो ता माने होछि कोन ना माँ से एते जत्नर सहित करिथांती जे से माने माँ सहित कथबार्ता हुअंती माँ जानी पारंती को फलटी नबा कथा को परिबा नबा कथा को परिबा न नबा कथा कहीं ना से कही दियंती मते नियो बोलिकरी के कही दियंती मते नियो ना बोलिकरी एटा सब माँ को अनुभूतिर कथा माँ गोटे टोकियो रे गोटे स्वप्नर अनुभूति हेतिला से स्वप्नटी कौन थिला से स्वप्न माँ गोटे देखिले जे ऑफिस रो गोटे काउंटर रे से बसचंती बुझिपारछ ए गप भलिया टिके भल लागियो ऑफिस रो गोटे काउंटर रे से बसचंती काउंटिंग काम अकाउंटिंग काम करूचंती किछि लोक तांको सामने रे बसचंती जने किरानी तांको साइड रे बसचे एवं से किछि टंका पैसा संपर्क रे कथबार्ता होउचंती माँ कहले मोर पूरा मन अछि टंका पैसा संपर्क रे आमे कथबार्ता होउछु से टंका पैसा संपर्क रे कहउचंती मते मु किरानी के पचारि कि से टंका पैसा संपर्क रे बुझाबुझी करछु हठात मो निद भांगी गला जेमती निद भांगी गला देखिली सबु मिछ से लोक मिछ से टंका पैसा कथा मिछ से अकाउंट मिछ सबु मिछ एटा सब जेमती मते लागिला जे मु ए सब कथा किछि जानि नै एटा सब किछि हो नथला खाली मो स्वप्न रे देखथली तापर धीरे धीरे से स्वप्न ताकर मन चली गला बहुत दिन चली गला तापर सेटू जापान रो गोटे कोब शहर रे जिते से जाकरी थिले सेठी से प्रकृति रे गोटे अकाउंटेंट हेकरी थिले और तांको पाखे गोटे किरानी थिला एवं से जो लोक माने किछि टंका पैसा हिसाब बाबद रे मां को प्रश्न करथिले एवं मां को संगे संग मन पड़ी गला जे से जो स्वप्न देखिथिले से स्वप्नटा एठी साकार हला संगे संगे जान पारली बुझेला संगे संगे जानी पारले जे से जो स्वप्न देखिथिले टोकियो रे सेटा एई जगह रे प्रत्यक्ष हे गला एते अनेक कथा जापान में सब घटी बहुत कथा जो गुडा को हमें जानिनु से भी को जगह रे विभिन्न जगह रे सब विभिन्न स्थान रे विभिन्न बही पत्र रे सब लिखा जाई थबो तापरे आ गुटे कथा हेछि कोन ना जिते बौद्ध मंदिर सब अछि बौद्ध धर्म को से सेतबे बौद्ध मंदिर को जाइथिले देखिले गोटे हीनजान आ महाजान ए दी भाग रे विभक्त बौद्ध धर्म से सेतबे कहउथिले मां कहले मो मत अनुसार मु कहउची जो माने दक्षिणांचल रे रहउथिले बौद्ध माने से माने तांको धर्म को महाजान बोली कहा जाउथिला उत्तरांचल रे जो माने रहउथिले बौद्ध लोक माने तांको धर्म को हीनजान बोली कहा जाउथिला एवं बौद्धंकर जेते तत्व ताकू माँ सेठी जानी पढ़ी तांकर बौद्ध जो माने संत माने अछंती तांको संगे कथबार्ता करी विभिन्न बुद्धंकर जहा स्वधर्म आ तांकर लक्ष्य जहा से संपर्क रे सब माँ बुझीचंती एवं कौन करचंती ना जापान ने जिते बौद्ध मंदिर अछि विभिन्न जगह को जाइचंती बौद्ध मंदिर दर्शन करचंती विभिन्न जगह को जो केतेटा जगह को जाइचंती से कथा तो कहि हबनी ता ना भी कहि हबनी काइना से कोठी कोठी लिखिथबे किंतु जाइचंती बौद्ध मंदिर सब जाइचंती बौद्ध कीर्ति सब देखिचंती ए सब कथा देखि सारी कि से फेरचंती आ गुटे बढ़िया कथाटे 1919 मसिया जनवरी रो प्रथम आरंभ अवस्था रे समग्र जापान रे गोटे भयंकर फ्लू महामारी आक्रमण कला आमर जेमती एना के कोरोना हेची कोरोना
ସମସ୍ତଙ୍କର ଡର ଭୟ ସେ କରୋନା ସକାଶେ। ସେ କରୋନା ଭଳି ସେତେବେଳେ ମହାମାରୀ ଫ୍ଲୁ ସେଠି ଗୋଟେ ଆରମ୍ଭ ହେଲା। ଚାରିଆଡେ ଭୟ, ସମସ୍ତେ ମୁହଁରେ ମୁଖା ଦେଇ ବୁଲୁଛନ୍ତି। ଆମେ ଯେମିତି ବର୍ତ୍ତମାନ ମୁଖା ଦେଇକିରି ବୁଲୁଛୁ, ମାସ୍କ ପିନ୍ଧିକିରି ବୁଲୁଛୁ ଚାରିଆଡେ, ସେତେବେଳେ ସବୁ ଲୋକ ସେମିତି ପିନ୍ଧିକିରି ବୁଲୁଥିଲେ। ଆଉ ଯାଉଥିଲେ ସିନା, କିନ୍ତୁ ଭିତରେ ପ୍ରବଳ ଭୟ। ଶହ ଶହ ହଜାର ହଜାର ସଂଖ୍ୟାରେ ଲୋକ, ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ସେତେବେଳେ ମରିଯାଉଥିଲେ। କୋଉଠି ନା ଜାପାନରେ। ସେ ଯୋଉ ଫ୍ଲୁ ହୋଇଥିଲା, ମା ତ କାମକୁ ଯିବେ, ମାଙ୍କ ପାଖରେ ଯିଏ ଥିଲା ସେ କହିଲେ କି କାରଣ କାହିଁକି ଏମିତି ହଉଛି। ତାପରେ ଗୋଟେ ଅତି ସାଧାରଣ କଥା ହଉଛି କଣ ନା, ଗୋଟେ ଜୀବାଣୁ ଯିଏକି ବାୟୁମଣ୍ଡଳରେ ଘୁରି ବୁଲୁଛି, କାହା ଭିତରେ ପ୍ରବେଶ କଲା, କିଛି ଦିନ ପରେ ତାକୁ ଆକ୍ରାନ୍ତ କଲା। ଏବଂ ଯେତେବେଳେ ଆକ୍ରାନ୍ତ କରିବ, ଯେତେବେଳେ ସେ ଆସିବ, ତା 3 ଦିନ ଭିତରେ ସେ ମରିଯିବ। এইଭଳିଆ ସେ ରୋଗଟା। ସମସ୍ତେ ଶେଷ ଡର, ହଜାର ହଜାର ଲୋକ ତାଙ୍କରି ଘର ପାଖରେ ଚାରିଆଡୁ ସବୁ ଚାଲି ଯାଉଛନ୍ତି। ତେଣୁ ତାଙ୍କୁ ବଡ ଡର ଲାଗିଲା। ସେ ଡରରେ ସେ ସବୁ ଥାଆନ୍ତି। ମା ବି ତା ଭିତରେ କାମକୁ ଯାଆନ୍ତି। ଥରେ ଯାଇଥିଲେ କାମକୁ, ଫେରିଲେ ଟ୍ରାମରେ ଫେରୁଥାନ୍ତି। କିଛି ଲୋକଙ୍କ ସଂସ୍ପର୍ଶରେ ଆସିଲେ। ଘରେ ଆସି ପହଞ୍ଚିଲା ବେଳକୁ ପ୍ରବଳ ଜ୍ୱର, ଅର୍ଥାତ୍ ସେ ଫ୍ଲୁ ହେଇଯାଇଛି ମାଙ୍କୁ। ପ୍ରବଳ ଜ୍ୱରରେ ଆସି ପହଞ୍ଚିଲେ ଯେମିତି ସେଠୁ ତାଙ୍କୁ ତାଙ୍କ ପାଖରେ ଯିଏ ଥିଲେ ସେ କହିଲେ, ତମକୁ କଣ ସେଇ ରୋଗ ହେଇଗଲା? ମା ସେଠୁ ରୋଗ ହେଲା ବିଷୟରେ କହିଲେ, ମା ଟିକେ ତାକୁ ଭିତରେ ଗ୍ରହଣ କରନ୍ତିନି। ତେଣୁ ସେ କିଛି କହିଲେନି, ଚୁପ୍ ହେଇକିରି ରହିଲେ। କିନ୍ତୁ ସେ ରୋଗ ତାଙ୍କୁ ହେଇଯାଇଥିଲା। କିଛି ସମୟ ପରେ ଦିନେ ଗଲା, 2 ଦିନ ଗଲା। ତୃତୀୟ ଦିନ ମା କଣ କରିଛନ୍ତି, ପୁରା ଧ୍ୟାନସ୍ଥ ଅବସ୍ଥାରେ ଥାଆନ୍ତି। ହଠାତ୍ ଦେଖିଲେ ଗୋଟେ ଆର୍ମି ପୋଷାକ ପିନ୍ଧିଛି ଗୋଟେ ଲୋକ, ତା ମୁଣ୍ଡ ଅଧା ନାହିଁ। ସିଏ କଣ କରିଛି ନା, ମାଙ୍କ ପାଖକୁ ଆସିଛି, ତାଙ୍କ ଛାତି ଉପରେ ଆଣ୍ଠୁ ମାରିକିରି ବସିଛି ଏବଂ ମାଙ୍କ ରକ୍ତ ଶୋଷଣ କରିବାକୁ ସେ ଚେଷ୍ଟା କରୁଛି। ମା ବି ଦେଖୁଛନ୍ତି ମୋର ଜୀବନୀ ଶକ୍ତି ସେ ନେଇଯାଉଛି। ହଠାତ୍ କରି ସେ ଦେଖିଲେ ଏମିତିଆ ହଉଛି। ମା ସେଠୁ ବହୁତ ବ୍ୟସ୍ତ ହେଲେ, ବିବ୍ରତ ହେଲେ। ତାଙ୍କର ଯୋଉ ଆଉ ଶକ୍ତି, ଦିବ୍ୟ ଶକ୍ତି ଅଛି, ସବୁ ଶକ୍ତି ସେ ପ୍ରୟୋଗ କରିସାରିବା ପରେ ତାଙ୍କର ଯୋଉ ଦିବ୍ୟ ଶକ୍ତି ଅଛି, ସେ ଶକ୍ତି କି ପ୍ରୟୋଗ କଲେ ମାନେ ତାଙ୍କ ଭିତରକୁ ଆଣିଲେ ଏବଂ ତା ଗୋଡକୁ, ଯୋଉ ଗୋଡଟା ସେ ପକେଇଥିଲା ତାଙ୍କ ଛାତି ଉପରେ, ସେ ଗୋଡକୁ ଧରି ବୁଲେଇ ପଛପଟକୁ ଛାଡିଦେଲେ। ସେ କିଛି ବାଟ ପରେ ପଡିଲା, ଆଉ ଗୋଟେ ଆର୍ତ୍ତ ଚିତ୍କାର ଶୁଭିଲା। ତାପରେ ଛୋଟେଇ ସେ ଲୋକଟା ପଳେଇଲା, ସେ ଆର୍ମି ଲୋକଟା। ତାପରେ ସେଠୁ ଆଉ ଜଣେ ଭଦ୍ର ବ୍ୟକ୍ତି, ମାଙ୍କର ଅତି କ୍ଲୋଜର, ସେ ଆସିକିରି ମାଙ୍କୁ କହିଲେ ତମେ ସୁସ୍ଥ ହେଇଗଲ? ତମକୁ ଯୋଉ ଫ୍ଲୁ ହେଇଥିଲା ତମେ ସୁସ୍ଥ ହେଇଗଲ? ନା ହଁ। ନା ବର୍ତ୍ତମାନ ଜଣା ପଡୁଛି ଜାପାନରେ ଆଉ ଜଣେ ବି ଫ୍ଲୁରେ ଆକ୍ରାନ୍ତ ହେଇନି ଏବଂ ଯୋଉମାନେ ଆକ୍ରାନ୍ତ ହେଇଛନ୍ତି ସେମାନେ ଭଲ ହବା ଅବସ୍ଥାରେ ଅଛନ୍ତି, ଭଲ ହେଇ ଯାଉଛନ୍ତି। ଅର୍ଥାତ୍ ଯୋଉ ସତ୍ତାଟି ଏ କାମଟି କରୁଥିଲା, ସେଇ ସତ୍ତାଟି କି ମା କଣ କଲେ ନା ଦୂରେଇ ଦେଲେ, ଯାହା ଫଳରେ ସମଗ୍ର ଜାପାନରୁ ସେ ଫ୍ଲୁଟି ଚାଲିଗଲା। ମୂଳ କଥା ହେଲା, ମାଙ୍କୁ ପଚାରିଲା ବେଳକୁ ମା କହିଲେ ଯେ ଯୋଉ ପ୍ରଥମ ବିଶ୍ୱଯୁଦ୍ଧରେ ଯୋଉ ସୈନିକ ମାନେ ଟ୍ରେଞ୍ଚ ଭିତରେ ସବୁ ଥିଲେ, ସେମାନେ ହଠାତ୍ ଯେତେବେଳେ ବମ୍ ପଡିଛି ସବୁ ମରି ଯାଇଛନ୍ତି, କିନ୍ତୁ ତାଙ୍କର ଯୋଉ ଜୀବନୀ ଶକ୍ତି ସେ ମରିନି। ସେମାନେ ଭାବିଛନ୍ତି ଆମେ ବଞ୍ଚିଛୁ, କାହାର ମୁଣ୍ଡ ନାହିଁ, କାହାର ହାତ ନାହିଁ, କାହାର ଗୋଡ ନାହିଁ, ଏମିତିଆ ସବୁ ହେଇଛି, ଆମେ ସବୁ ବଞ୍ଚିଛୁ। ସେଇମାନେ କଣ କରିଛନ୍ତି ନା ହଠାତ୍ ଆସିକିରି ଜାପାନ ଭିତରେ ପଶି ବିଭିନ୍ନ ଜାଗାରେ ଏଇଭଳିଆ ସବୁ ସିଚୁଏସନ କ୍ରିଏଟ କରୁଛନ୍ତି। ଯେତେବେଳେ ଜଣଙ୍କ ଉପରେ ଆକ୍ରମଣ ହେଇଗଲା, ସମସ୍ତେ ଛାଡିକିରି ପଳେଇଲେ। ଏଇ କଥାଟି ଏ ଗୋଟେ ବେଶ ରୋଚକ କଥା। ତାପରେ ଗୋଟେ ଅଗ୍ନିର ଆତ୍ମାର ଦର୍ଶନ କରିଥିଲେ ମା ସେଇଠି। ଅଗ୍ନି ମାନେ ସେ ଦେଖିଲେ ଗୋଟେ ଜାଗାରେ ଘର ଗୁଡାକ ଜଳି ଯାଉଛି, 8-10 ବଖରା ଘର ଜଳିଗଲାଣି। ମା ଯୋଉଠି ବସିଛନ୍ତି ଯୋଉ ଘରେ,
ସେଇ ଘର ଯେତେବେଳେ ଆସିଲା ସେ ଅଗ୍ନି ଜଳେଇବା ସକାଶେ, ସେତେବେଳେ ମା ତାକୁ କହିଲେ ତୁ ଏଠି କାହିଁକି ଆସିଛୁ? ନା ମୋର ଏ ଘରକୁ ଜଳେଇବି। ନା ତୁ କାହିଁକି ସେ ଘରଟାକୁ ଜଳେଇବୁ? ନା ମୋର ଅଧିକାର ଅଛି, ମୁଁ ଜଳେଇବି। ନା ତୋର ସେ ଅଧିକାର ନାହିଁ, ତୁ ଜଳେଇ ପାରିବୁନି। ଏତିକି କହିଛନ୍ତି ମା। କିନ୍ତୁ ମାଙ୍କର ଯୋଉ ଆତ୍ମବଳ ଏମିତି ଥିଲା, ସେ ଆଉ ସେ ଘରକୁ ଟଚ୍ ନ କରିପାରି ଫେରିଗଲା। ହଠାତ୍ ମା ଦେଖିଲେ ଆଉ ଗୋଟେ ଜାଗାରେ ସେ ଘରଟି ଜଳି ଉଠିଲା, ଅର୍ଥାତ ସେଠି ଯାଇକିରି ଜଳେଇଦେଲା। ଅଗ୍ନିର ଆତ୍ମାକୁ ଦେଖି ପାରୁଛନ୍ତି ଏବଂ ଧୀରେ 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 ତା ଆତ୍ମା ସହିତ ସମ୍ପର୍କ ରକ୍ଷା କରିକିରି ଏଭଳି କାମ କଲେ ଆଉ କୋଉଠି ତା ପରଠାରୁ ଅଗ୍ନି ବ୍ୟାପିବା ସେଇ ଜାଗାରେ ଆଉ ସମ୍ଭବ ହେଇନି। ଏମିତି କେତେ ଗୁଡ଼ିଏ କଥା। ତାପରେ ସେଠୁ ସେ ଟଲଷ୍ଟୟଙ୍କ ପୁଅଙ୍କ ସହିତ ତାଙ୍କର ସାକ୍ଷାତ ହେଇଥିଲା। ସେ ମାନବ ଜାତିର ଏକତା ସମ୍ପର୍କରେ ଆଉ ବିଭିନ୍ନ ଜାଗାରେ ପ୍ରଚାର କରିବାକୁ ଯାଉଥିଲେ। ମାଙ୍କର ଭିତରେ ଗୋଟେ ଅବଶୋଷ ଆସିଲା। ଅବଶୋଷ ମାନେ କହିଲେ କଣ, ମାନବ ଜାତିର ଏକତା ବୁଲି ବୁଲି ପ୍ରଚାର କରିକି କେମିତି ହେଇପାରିବ? ତଥାପି ମା ଚୁପ୍ ରହିଲେ। ଯାହା ହଉ ଗୋଟେ ବଡ ଭାବନା ତ ନିଆ ହେଇଛି ମନରେ। ପୁଣି ଟାଗୋରଙ୍କର ବି ସାକ୍ଷାତ ହେଇଥିଲା। ଟାଗୋରଙ୍କ ଜାପାନରେ ଟାଗୋରଙ୍କ ସହିତ ସାକ୍ଷାତ ହେଇଥିଲା। ସାକ୍ଷାତ ଆଲୋଚନା ବି ହେଇଥିଲା। ଶ୍ରୀଅରବିନ୍ଦଙ୍କ କଥା ବି ଉଠିଥିଲା। ଏସବୁ ସେଇ ଜାଗାରେ ହେଇଛି। ତାପରେ ସେ କଣ କରିଛନ୍ତି ନା ଜାପାନରୁ ଫେରିଛନ୍ତି। ଜାପାନରୁ ଯୋଉଠୁ ଫେରିଛନ୍ତି, ଫେରିଲା ବାଟରେ ସିଧା ପଣ୍ଡିଚେରୀ ଫେରିଛନ୍ତି, ଆଉ ଫ୍ରାନ୍ସକୁ ଯାଇନାହାନ୍ତି। ପଣ୍ଡିଚେରୀକୁ ଆସିଛନ୍ତି। ପଣ୍ଡିଚେରୀ ଆଉ 2 କିଲୋମିଟର 3 କିଲୋମିଟର ଅଛି ପହଞ୍ଚିବାକୁ। ସେ ଅବଶ୍ୟ ସେ ତାଙ୍କ ଜାଗାରେ ଥିଲେ, କୋଉଠି ଅଛି ଜାହାଜ ସେ ଜାଣିପାରୁନଥିଲେ। କିନ୍ତୁ ଯେତେବେଳେ ପଣ୍ଡିଚେରୀ ପାଖରୁ 2-3 କିଲୋମିଟର ଭିତରେ ଯେତେବେଳେ ପହଞ୍ଚି ଗୋଟେ ପରିଧି ଭିତରକୁ ସେ ଆସିଗଲେ, ସେ ଜାଣିଗଲେ ଯେ ମୁଁ ଶ୍ରୀଅରବିନ୍ଦଙ୍କ ପରିଧି ଭିତରକୁ ଆସିଗଲି। ତାପରେ ସେଠୁ ଆସି ପହଞ୍ଚିଛନ୍ତି ଠିକ 1920 ଏପ୍ରିଲ 24। ସମସ୍ତେ ଜାଣିଛ, ଯୋଉଟା କି ଆମେ ଦର୍ଶନ ଦିବସ ଭାବରେ ପାଳନ କରୁଛୁ। ସେଇଦିନ ମା ଆସିକିରି ପଣ୍ଡିଚେରୀରେ ଶେଷ ଥର ପାଇଁ ପହଞ୍ଚିଛନ୍ତି। ତାପରେ ଆଉ କୋଉଠିକି ଯାଇନାହାନ୍ତି, ଫ୍ରାନ୍ସ ଫେରି ନାହାନ୍ତି, ଅନ୍ୟ କୌଣସି ଦେଶକୁ ଯାଇନାହାନ୍ତି, ଏପରିକି ପଣ୍ଡିଚେରୀ ବାହାରକୁ ମଧ୍ୟ କୁଆଡେ ଯାଇନାହାନ୍ତି। ସେ ଆଶ୍ରମରେ ରହିକିରି ସାଧନା କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ପିଲାମାନେ ଆଜି ଏଇ ପର୍ଯ୍ୟନ୍ତ ଯିବା। ଆରଥରକ ଠାରୁ ପଣ୍ଡିଚେରୀରେ ମାଙ୍କର କଣ କଣ କାମ ଆରମ୍ଭ କଲେ ମା, ସେ ସମ୍ପର୍କରେ ଆମେ ବୁଝିବା। ଆଡକୁ ଧୀରେ 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 ଆଉ ଟିକେ କାହିଁକି ନା ମା ଯେତେବେଳେ ଏଠିକି ଆସି ପହଞ୍ଚିଲେ, ତା ପରର କାମ ସବୁ ଡିଟେଲ୍ସ ରଖା ହେଇଛି। ଆଉ ପୂର୍ବରୁ ଯାହା ଘଟିଥିଲା ସବୁ ଡିଟେଲ୍ସ ରଖା ହେଇନଥିଲା। କଣ ବୁଝି ହଉଛି ନା ନାଇଁ? ତେଣୁ ଆମେ ଆ ପରଠାରୁ ମା ପଣ୍ଡିଚେରୀରେ କେମିତି ସାଧନା କାର୍ଯ୍ୟ ଆରମ୍ଭ କଲେ, ଶ୍ରୀଅରବିନ୍ଦଙ୍କ ସହିତ କି ପ୍ରକାର ସମ୍ପର୍କ, ଗୋଟେ ଆଧ୍ୟାତ୍ମିକ ସମ୍ପର୍କ ରକ୍ଷା କରିକିରି କେମିତି ସାଧକ ମାନଙ୍କୁ ପରିଚାଳନା କଲେ, ଏ ବିଷୟରେ ଆମେ ଆଲୋଚନା କରିବା। ବନ୍ଦେ ମାତରମ୍।